ଅନ୍ୟର ନାଁକୁ ବ୍ୟବହାର କରି ଆମେ ନିଜେ ନିଜକୁ ଗର୍ବ ଅନୁଭବ କରୁ ଆଉ ନିଜେ ନିଜର ଅହଙ୍କାରକୁ ଲୋକଙ୍କ ଆଗରେ ପ୍ରଦର୍ଶନ କରୁ। କହିବାର ତାତ୍ପର୍ଯ୍ୟ ଆଜ୍ଞା, ବ୍ରାଣ୍ଡ ବ୍ରାଣ୍ଡ କହି ଛାତି ପିଟୁଥିବା ଲୋକମାନେ ବୁଝିବାର ଆବଶ୍ୟକତା ଅଛି ଯେ ସେ ବ୍ରାଣ୍ଡଟା ଆଉ କାହା ନାଁରେ ଚାଲୁଛି, ସେ ବ୍ରାଣ୍ଡ ଆଉ କାହା ଦ୍ୱାରା ତିଆରି ହେଇଛି, ସେ ବ୍ରାଣ୍ଡ ଆଉ କିଏ ବିକ୍ରି କରୁଛି, ଆଉ ଆପଣଙ୍କୁ ପଇସା ଦେଇକି କିଣିବାକୁ ପଡୁଛି। ନିଜର ବ୍ରାଣ୍ଡଟା ଆଉ କାହାର ନାଁରେ ତିଆରି ହୁଏନି ଆଜ୍ଞା। ନିଜର ବ୍ରାଣ୍ଡଟା ନିଜର କର୍ମ, ନିଜର ସତ୍କର୍ମ କିମ୍ବା ନିଜର ଯେଉଁ କିଛି ରହିଛି ଫେସ୍ ଭ୍ୟାଲୁ ବା ନିଜର ମୂଲ୍ୟକୁ ନେଇକିରି ହିଁ ବ୍ରାଣ୍ଡ ତିଆରି ହୁଏ। କେବେ ଅନ୍ୟର ବ୍ରାଣ୍ଡକୁ, ଅନ୍ୟର ନାଁକୁ ଏଇଟା ଗୋଟେ ବହୁତ ବଡ଼ ବ୍ରାଣ୍ଡ, ଏଇଟା ଗୋଟେ ବହୁତ ଦାମୀ ବ୍ରାଣ୍ଡ, ୟାକୁ ଆମେ ପିନ୍ଧୁଛେ, ଆମେ ଚାଲୁଛେ, କି ଆମେ ତାକୁ ସାର୍ଟ କରି ପିନ୍ଧୁଛେ, କି ପ୍ୟାଣ୍ଟ କରି ପିନ୍ଧୁଛେ, କି ଆମର ଯାହା ବି କରୁଛେ ଆମ ଲାଇଫରେ ଆମେ ଏଇଟାକୁ ୟୁଜ୍ କରୁଛେ, ତାକୁ ନେଇକି ଅହଙ୍କାର କରିବାର କିଛି ମୂଲ୍ୟ ନାହିଁ। କାହିଁକିନା ସେମାନେ ତ ଅଲରେଡି ବ୍ରାଣ୍ଡ ହେଇସାରିଛନ୍ତି। ଆଉ ଯେବେ ମଣିଷ ନିଜେ ନିଜକୁ ବ୍ରାଣ୍ଡ ବୋଲି ତିଆରି କରିଦବ, ସେତେବେଳେ ଯାଇ ସିନା କିଛି ଅଛି, ସେତେବେଳେ ଯାଇ ସିନା ଅନ୍ୟମାନେ ଆପଣଙ୍କ ପାଇଁ ଗର୍ବ କରିବେ। ହେଲେ ଅଯଥାରେ ଆଉ କାହା ନାଁକୁ ନିଜେ କିଣିକି ଆଣିକି ବ୍ରାଣ୍ଡ ପିନ୍ଧୁଛି, ବ୍ରାଣ୍ଡ ଖାଉଛି, ବ୍ରାଣ୍ଡ ନାଉଛି, ଏସବୁ କହିବାରେ କିଛି ମୂଲ୍ୟ ନାହିଁ। ଏଇ ତ ଜୀବନର କଥା।